ଦଶମ ଶ୍ରେଣୀ ସାହିତ୍ୟ ପୁସ୍ତକର ପଦ୍ୟ ବିଭାଗ ମଧ୍ୟରେ ଏକ ପଦ୍ୟ ରହିଛି ଯାହାର ନାମ ହେଉଛି ମଙ୍ଗଳେ ଅଇଲା ଉଷା। ଏହି ବିଷୟ ମଧ୍ୟରୁ ପରୀକ୍ଷା ଉପଯୋଗୀ କେତୋଟି ସର୍ଟ କୋଶ୍ଚିନ୍ ଏବଂ ତାହାର ଉତ୍ତର ଆଲୋଚନା କରିବା। ପ୍ରଥମ ପ୍ରଶ୍ନ କହିଛି ମଙ୍ଗଳେ ଅଇଲା ଉଷା କେଉଁ ପ୍ରତିଷ୍ଠିତ କବିଙ୍କ ଲେଖନୀ ନିଃସୃତ? ଉତ୍ତର ହେଉଛି ଗଙ୍ଗାଧର ମେହେରଙ୍କ ଦ୍ୱାରା ଏହି କବିତାଟି ଲିଖିତ। 2 ନମ୍ବର ପ୍ରଶ୍ନ କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ କେଉଁ କବି ରୂପେ ପରିଚିତ? ଉତ୍ତର ହେଉଛି ଏହାର କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ ସ୍ୱଭାବ କବି ଭାବେ ପରିଚିତ। 3 ନମ୍ବର ପ୍ରଶ୍ନ ଆଲୋଚ୍ୟ କବିତାଟି କବିଙ୍କର କେଉଁ କାବ୍ୟରୁ ସଂଗୃହୀତ? ଏହାର ଉତ୍ତର ହେଉଛି ଆଲୋଚ୍ୟ କବିତାଟି କବିଙ୍କର ତପସ୍ୱିନୀ କାବ୍ୟରୁ ସଂଗୃହୀତ ହୋଇଛି। 4 ନମ୍ବର ପ୍ରଶ୍ନ ଏହି କବିତାଟି ତପସ୍ୱିନୀ କାବ୍ୟର କେଉଁ ସର୍ଗରୁ ଆନୀତ? ଏହାର ଉତ୍ତର ହେଉଛି ଏହି କବିତାଟି ତପସ୍ୱିନୀ କାବ୍ୟର 4ର୍ଥ ସର୍ଗରୁ ଆନୀତ। 5 ନମ୍ବର ପ୍ରଶ୍ନ କବିତାରେ ବାଲ୍ମୀକି ଆଶ୍ରମର କେଉଁ ସମୟର ଦୃଶ୍ୟ ବର୍ଣ୍ଣିତ? ଉତ୍ତର ହେଉଛି କବିତାରେ ବାଲ୍ମୀକି ଆଶ୍ରମର ପ୍ରାତଃକାଳୀନ ସମୟର ଦୃଶ୍ୟ ବର୍ଣ୍ଣିତ ହୋଇଅଛି। 6 ନମ୍ବର ପ୍ରଶ୍ନ ସୀତା କେଉଁ ଋଷିଙ୍କ ଆଶ୍ରମରେ ନିର୍ବାସିତ ହୋଇ କାଳ କାଟୁଥିଲେ? ଏହାର ଉତ୍ତର ହେଉଛି ସୀତା ବାଲ୍ମୀକି ଋଷିଙ୍କ ଆଶ୍ରମରେ ନିର୍ବାସିତ ହୋଇ କାଳ କାଟୁଥିଲେ। 7 ନମ୍ବର ପ୍ରଶ୍ନ ବାଲ୍ମୀକି ଆଶ୍ରମ ନିକଟରେ କେଉଁ ନଦୀ ପ୍ରବାହିତ ହେଉଥିଲା? ଏହାର ଉତ୍ତର ହେଉଛି ବାଲ୍ମୀକି ଆଶ୍ରମ ନିକଟରେ ତାମସା ନଦୀ ପ୍ରବାହିତ ହେଉଥିଲା। 8 ନମ୍ବର ପ୍ରଶ୍ନ ବିକଚ ରାଜୀବ ଦୃଶା ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପ୍ରସ୍ଫୁଟିତ ପଦ୍ମ ଫୁଲ ପରି ଦୃଷ୍ଟ। 9 ନମ୍ବର ପ୍ରଶ୍ନ ଅରୁଣ କଷାୟ ବାସ ଏହାର ଅର୍ଥ କ'ଣ? ଏହାର ଉତ୍ତର ହେଉଛି ଅରୁଣ ରଙ୍ଗର କଷାୟ ବସ୍ତ୍ର। 10 ନମ୍ବର ପ୍ରଶ୍ନ ଉଷାଙ୍କୁ କବି କେଉଁ ରୂପରେ ବର୍ଣ୍ଣନା କରିଛନ୍ତି? ଏହାର ଉତ୍ତର ହେଉଛି ଉଷାଙ୍କୁ କବି ଯୋଗେଶ୍ୱରୀ ରୂପରେ ବର୍ଣ୍ଣନା କରିଛନ୍ତି। 11 ନମ୍ବର ପ୍ରଶ୍ନ ଉଷାଙ୍କର କର ଭାବରେ କବି କାହାକୁ କଳ୍ପନା କରିଛନ୍ତି? ଏହାର ଉତ୍ତର ହେଉଛି ଉଷାଙ୍କର କର ଭାବରେ କବି କଅଁଳିଆ ପତ୍ରକୁ କଳ୍ପନା କରିଛନ୍ତି। 12 ନମ୍ବର ପ୍ରଶ୍ନ ଉଷାଙ୍କ ନିର୍ଦ୍ଦେଶରେ ଭ୍ରମର କ'ଣ କରିଛି? ଏହାର ଉତ୍ତର ହେଉଛି ଉଷାଙ୍କ ନିର୍ଦ୍ଦେଶରେ ଭ୍ରମର ବୀଣାବାଦନ କରିଛି। 13 ନମ୍ବର ପ୍ରଶ୍ନ ଉଷାଙ୍କ ନିର୍ଦ୍ଦେଶରେ କିଏ ସଙ୍ଗୀତ ଗାନ କରୁଥିଲା? ଏହାର ଉତ୍ତର ହେଉଛି ଉଷାଙ୍କ ନିର୍ଦ୍ଦେଶରେ ସମୀର ସଙ୍ଗୀତ ଗାନ କରୁଥିଲା। 14 ନମ୍ବର ପ୍ରଶ୍ନ ଉଷାଙ୍କ ନିର୍ଦ୍ଦେଶରେ କିଏ ନୃତ୍ୟରେ ପ୍ରମତ୍ତ ହୋଇଛି? ଏହାର ଉତ୍ତର ହେଉଛି ଉଷାଙ୍କ ନିର୍ଦ୍ଦେଶରେ ପୁଷ୍ପ ନୃତ୍ୟରେ ପ୍ରମତ୍ତ ହୋଇଛି। 15 ନମ୍ବର ପ୍ରଶ୍ନ ପାଟ ମାଗଧ ବେଶରେ କିଏ ଆସିଥିଲା? ଏହାର ଉତ୍ତର ହେଉଛି ପାଟ ମାଗଧ ବେଶରେ କଜଳପାତି ଚଢ଼େଇ ଆସିଥିଲା। 16 ନମ୍ବର ପ୍ରଶ୍ନ କବିତାଟି କେଉଁ ବୃତ୍ତରେ ରଚିତ? ଏହାର ଉତ୍ତର କବିତାଟି ଚୋଖୀ ବୃତ୍ତରେ ରଚିତ। 17 ନମ୍ବର ପ୍ରଶ୍ନ ସତୀ ସୀତାଙ୍କୁ ବୈଦେହୀ କୁହାଯିବାର କାରଣ କ'ଣ? ଉତ୍ତର ହେଉଛି ଏହାର ସତୀ ସୀତା ବୈଦେହ ବା ବିଦେହ ରାଜକନ୍ୟା ହୋଇଥିବାରୁ ତାଙ୍କୁ ବୈଦେହୀ କୁହାଯାଇଥାଏ। 18 ନମ୍ବର ପ୍ରଶ୍ନ କବିତାରେ ଜାନକୀ ବୋଲି କାହାକୁ ସମ୍ବୋଧନ କରାଯାଇଛି? ଉତ୍ତର ହେଉଛି କବିତାରେ ଜାନକୀ ବୋଲି ସୀତାଙ୍କୁ ସମ୍ବୋଧନ କରାଯାଇଛି। 19 ନମ୍ବର ପ୍ରଶ୍ନ ଉଷାଙ୍କ ଦେହରୁ କ'ଣ ବିଚ୍ଛୁରିତ ହେଉଥିଲା? ଏହାର ଉତ୍ତର ଉଷାଙ୍କ ଦେହରୁ ଜ୍ୟୋତି ବିଚ୍ଛୁରିତ ହେଉଥିଲା।
20 ନମ୍ବର ପ୍ରଶ୍ନ ମୁନିଗଣଙ୍କ ଉଚ୍ଚ ଓଙ୍କାର ଧ୍ୱନିକୁ କବି କାହା ସହିତ ତୁଳନା କରିଛନ୍ତି? ଏହାର ଉତ୍ତର ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ ତୁଳନା କରିଛନ୍ତି। 21 ନମ୍ବର ପ୍ରଶ୍ନ କେଉଁ ଶବ୍ଦ ଶ୍ୟାମଳ ବନଭୂମିକୁ ମୁଖରିତ କରୁଥିଲା? ଏହାର ଉତ୍ତର ହେଉଛି ଓଙ୍କାର ଶବ୍ଦ। 22 ନମ୍ବର ପ୍ରଶ୍ନ ଉଚ୍ଚ ଓଙ୍କାର ଧ୍ୱନି କାହାକୁ ଭେଦ କରି ଉଠିଲା? ଏହାର ଉତ୍ତର ହେଉଛି ଉଚ୍ଚ ଓଙ୍କାର ଧ୍ୱନି ଗଗନକୁ ଭେଦ କରି ଉଠିଲା। 23 ନମ୍ବର ପ୍ରଶ୍ନ ଉଷାଙ୍କୁ ସୁକୁମାର ଦେହି ବୋଲି କିଏ କହିଛନ୍ତି? ଏହାର ଉତ୍ତର ହେଉଛି ଉଷାଙ୍କୁ ସୁକୁମାର ଦେହି ବୋଲି ଅନୁକମ୍ପା କହିଛନ୍ତି। 24 ନମ୍ବର ପ୍ରଶ୍ନ ବାଲ୍ମୀକି ଆଶ୍ରମରେ ଧାତ୍ରୀ ବୋଲି କାହାକୁ କୁହାଯାଇଛି? ଏହାର ଉତ୍ତର ହେଉଛି ବାଲ୍ମୀକି ଆଶ୍ରମରେ ଧାତ୍ରୀ ବୋଲି ତାମସାକୁ କୁହାଯାଇଛି। 25 ନମ୍ବର ପ୍ରଶ୍ନ ବାଲ୍ମୀକି ଆଶ୍ରମର ବ୍ରହ୍ମଚାରିଣୀର ନାମ କ'ଣ? ଏହାର ଉତ୍ତର ହେଉଛି ବାଲ୍ମୀକି ଆଶ୍ରମର ବ୍ରହ୍ମଚାରିଣୀଙ୍କ ନାମ ହେଉଛି ଅନୁକମ୍ପା। 26 ନମ୍ବର ପ୍ରଶ୍ନ ତମସା ପ୍ରାଙ୍ଗଣରେ କ'ଣ ବିଞ୍ଚିଥିଲା? ଏହାର ଉତ୍ତର ହେଉଛି ତମସା ପ୍ରାଙ୍ଗଣରେ କୁସୁମ ବିଞ୍ଚିଥିଲା। 27 ନମ୍ବର ପ୍ରଶ୍ନ ସୀତାଙ୍କୁ ପାଇ କିଏ ନିଜକୁ ଭାଗ୍ୟବତୀ ମନେ କରୁଥିଲା? ଏହାର ଉତ୍ତର ସୀତାଙ୍କୁ ପାଇ ତମସା ନିଜକୁ ଭାଗ୍ୟବତୀ ବୋଲି ମନେ କରୁଥିଲା। 28 ନମ୍ବର ପ୍ରଶ୍ନ କିଏ ଜୀବନରେ ଭୋଗ ପିପାସା ତ୍ୟାଗ କରିଛନ୍ତି? ଏହାର ଉତ୍ତର ହେଉଛି ସୀତା ଜୀବନରେ ଭୋଗ ପିପାସା ତ୍ୟାଗ କରିଛନ୍ତି ବୋଲି କୁହାଯାଇଛି। 29 ନମ୍ବର ପ୍ରଶ୍ନ ଉଟଜ ଏହି ଶବ୍ଦର ଅର୍ଥ କ'ଣ? ଏହାର ଉତ୍ତର ହେଉଛି ଏହି ଉଟଜ ଶବ୍ଦର ଅର୍ଥ ହେଉଛି କୁଟୀର। 30 ନମ୍ବର ପ୍ରଶ୍ନ ବିକଚ ରାଜୀବ ଏହି ଶବ୍ଦର ଅର୍ଥ କ'ଣ? ଏହାର ଉତ୍ତର ହେଉଛି ପ୍ରସ୍ଫୁଟିତ ପଦ୍ମ।